पुरी जिला पुरी सदर गड़मृगशिरा ग्राम पंचायत अवस्थित राज्यर प्रसिद्ध शैव पीठ बाबा जोड़ालिंग पीठ। ଏହି ଶୈବ ପୀଠକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିବା ପାଇଁ ଆସନ୍ତି। ଏଠାରେ ବାବାଙ୍କ ଦର୍ଶନ ସହିତ ପ୍ରସାଦ ପ୍ରସ୍ତୁତ କରି ବାବାଙ୍କୁ ଭୋଗ ଲଗାଇ ପ୍ରସାଦ ସେବନ କରି ଯାଆନ୍ତି ଏବଂ ବାବାଙ୍କ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକର ବାସିନ୍ଦା ମାନେ ବାବାଙ୍କ ମନ୍ଦିର ନିକଟରେ ମାନସିକ ରଖି ନିଜ ପିଲାମାନଙ୍କର ଜନ୍ମଦିନ, ବ୍ରତଘର, ବିବାହ ଇତ୍ୟାଦି କାର୍ଯ୍ୟକ୍ରମ କରିଥାନ୍ତି। କିନ୍ତୁ ଦୁଃଖର ବିଷୟ, ଯଦି ବର୍ଷା ହୋଇଗଲା ତ ରନ୍ଧା ଯାଇଥିବା ପ୍ରସାଦକୁ ସୁରକ୍ଷା ଦେବା ତ ଦୂରର କଥା, ନିଜର ମୁଣ୍ଡ ଗୁଞ୍ଜିବାକୁ ବି ଜାଗା ଟିକେ ମିଳେନି। ଏହାକୁ ଆଖି ଆଗରେ ରଖି ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏଠାରେ ଏକ କଲ୍ୟାଣ ମଣ୍ଡପର କଳ୍ପନା କରି କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ବାବା ଯୋଡାଲିଙ୍ଗଙ୍କ ପୀଠରେ କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପନ୍ନ ହୋଇ ଉଦ୍ଘାଟନ କରାଯାଇଥିଲା। ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ସମ୍ବିତ ପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦାନ କରି କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନ ଉତ୍ସବରେ 1000 ଊର୍ଦ୍ଧ୍ବ ପୁରୁଷ ଓ ମହିଳା କର୍ମୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସ୍ଥାନୀୟ ମଣ୍ଡଳ ସଭାପତି, ସରପଞ୍ଚ ଓ ସମିତି ସଭ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପୁରୀରୁ ରମେଶଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ ଓଡ଼ିଆ।